କେମିତି ଅଛନ୍ତି ସାଙ୍ଗମାନେ? ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ମୁଁ ବି ଭଲରେ ଅଛି। ସବୁଦିନ ଭଳି ଆଜି ମଧ୍ୟ ନେଇ ଆସିଛି କିଛିଟା ଛୋଟ ଛୋଟ ଟିପ୍। ସେଇ ଛୋଟ ଛୋଟ ଟିପ୍କୁ ଯଦି ଆମେ ଫଲୋ କରିପାରିବା ଆମର ଘରର ସବୁ କାମ ସଲ୍ଭ କରିପାରିବା। ନମସ୍କାର, କୁକ୍ ୱିଥ୍ ମୁଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଆଉ ଡେରି ନକରି ପ୍ରଥମ ଟିପ୍ଟି ଆରମ୍ଭ କରିବା। ଏଇଭଳି ଡବା ତ ଘରେ ସମସ୍ତଙ୍କ ପାଖରେ ଥିବ। ଚୁଡ଼ି ଏଥିରେ ଆସେ। ସେଇ ଚୁଡ଼ି ମୁଁ ରଖିଥିଲି, କିଛି ଘରେ ତୁଳା ଥିଲା। ସେଇ ତୁଳାକୁ ମୁଁ ଆଣିକି ଏମିତି ଭଲ ଭାବରେ ଭିଣିଦେଲି। ଭିଣିକି ସେଇ ଡବା ଭିତରେ ଭର୍ତ୍ତି କରିଦେଉଛି। ଦେଖନ୍ତୁ ବଢ଼ିଆ ଭାବରେ ସାଇଜ୍ କରିକି ମାଡ଼ି ମୁଡ଼ିକିରି ରଖିଦେବା। ଏଇଟା ଥିଲା ଗଛର ତୁଳା, କପା ଗଛ ଯେଉଁ ଥାଏ ନା, ତା ଦେହରୁ ମୁଁ କିଛି ବାହାର କରିକି ତୁଳା ରଖିଥିଲି। ତାପରେ ତାକୁ ଆଗ ଦେଇଦେଲି। ଆଉ ଯେଉଁ କିଣିକିରି ଆଣିଥିଲି ତୁଳାଟି, ସିଏ ପୁରା ସାଇଜ୍ ହେଇକି ରହିଥାଏ। ଏଇଠି ଦେଖନ୍ତୁ ସେଇ ତୁଳାଟି ମୁଁ ଯେଉଁଟା କିଣିକି ଆଣିଥିଲି ଖୋଲୁଛି, ସିଏ ପୁରା ସାଇଜ୍ ହେଇକି ପାଲିସ୍ ହେଇକି ରହିଥାଏ। ସେଥିରୁ ମୁଁ ଖଣ୍ଡେ କାଟିକି ତା ଉପରେ ପୁଣି ଦେଇଦେବି। କାରଣ ଗଛ ତୁଳାଟା ଟିକେ ଫୁସଫୁସିଆ ହେଇକିରି ପୁରା ଉଡ଼ିଲା ଭଳିଆ ହେବ, ସାଇଜ୍ ହେଇକି ରହିବନି। ତ ଏଇ କିଣା ତୁଳା ଦେଇଦେଲେ ଭଲ ଭାବରେ ସାଇଜ୍ ହେଇକି ଉପରଟା ରହିବ। ଯଦି କିଣା ତୁଳାକୁ 2-3 ପରସ୍ତ କରିକି ବେଶୀ ଆପଣ ଦେଇପାରିବେ, ଭଲ କଥା। ଯଦି ଘର ତୁଳା ନଥିବ, ମୋ ପାଖରେ ଗଛ ତୁଳା ଥିଲା, ମୁଁ ଆଗେ ଦେଇଦେଲି। କାରଣ ଏ ତୁଳାଟା ଅଳ୍ପ ଟିକେ ଉପରେ ଦେଲି। ତାପରେ ଏମିତି ନୀଳ ଦେଇଦେବା। ଟିପ ଚିହ୍ନ ଦେଲାବେଳେ ଯେଉଁ କାଳିଟା ଥାଏ, ସେ କାଳିଟା ଟିପ ଏମିତି ମଡ଼େଇକି ଆମେ ଟିପ ଚିହ୍ନ ଦେଇଥାଉ। ଯଦି ସେଇଟା ନଥିବ କେଉଁ ଜାଗାରେ, ତ ଆମେ କ'ଣ କରିବା, ଏଇଭଳି ଭାବରେ କରିବା। ଏଇଠି ଦେଖନ୍ତୁ ମୁଁ କିଛି ଡକ୍ୟୁମେଣ୍ଟ ନେଇ ଆସିଛି। ଆଉ ସେଇଥିରେ ଟିପ ଚିହ୍ନ ମଡ଼େଇବା। ଇଏ ଅର୍ଜେଣ୍ଟ ପାଇଁ କାମ। ଯଦି ସେଇଟା ନଥିବ ତାହେଲେ ଏଇଟା ଏମିତି କରିପାରିବେ ଘରେ। ଟିପ ଚିହ୍ନ ଦେଲାବେଳେ କ'ଣ, ଯେଉଁ ଷ୍ଟାମ୍ପ କାଳିରେ ଦିଅନ୍ତି, ସେ କେମିତି ଟିକେ ଶୁଖିଲା ଶୁଖିଲା ହେଇଥାଏ। ତାକୁ ମଧ୍ୟ ଉଜାଲାକୁ ଟିକେ ପକାଇଲା କିଛି ସମୟ ପରେ ଆପଣ ଯେମିତି ଆଙ୍ଗୁଠି ମଡ଼େଇବେ, ସାଙ୍ଗେ ସାଙ୍ଗେ ଆଙ୍ଗୁଠିଟା ମଡ଼େଇବେନି, ନହେଲେ ଆଙ୍ଗୁଠି ସାରା ଲାଗିଯିବ, ଭଲ ହେବନି। ତ ଠିକ୍ରେ ଟିପ ଚିହ୍ନଟା ଦେଇ ହେବନି। ଆଉ ସମ୍ପୂର୍ଣ୍ଣ ଯଦି ବି ଶୁଖି ଯାଇଥିବ, ଆଙ୍ଗୁଠିଟି ଓଦା କରିକି ଆଣିକି ସେଥିରେ ମଡ଼େଇଦେବେ ସେ ତୁଳା ଦେହରେ, ତ ଦେଇଦେଲେ ବଢ଼ିଆ ହେବ। ଘର କରିକି ନା ଏମିତି ବେଳେବେଳେ ହୁଏ, କିଛିଟା ଜିନିଷ ସରିଯାଇଥିବ ଆଉ ଆଣିବାକୁ ମନ ନଥାଏ। ଆଉ ସେଇ ଜିନିଷ ପାଇଁ ଅର୍ଜେଣ୍ଟ କାମ କିଛି ବାକି ରହିଯାଏ। ଯଦି ଆମେ ଏମିତି ଛୋଟ ଛୋଟ ଟିପ୍କୁ ଫଲୋ କରିଥିବା, ଆମର ଏଇ ଅର୍ଜେଣ୍ଟ କାମ ଚୁଟକିରେ ସଲ୍ଭ ହୋଇପାରିବ। ଆଉ ଆମେ ଯେତେବେଳେ ଚାହିଁବା ତୁଳାଟାକୁ ବାହାର କରିପାରିବା। ଯେତେବେଳେ ବେଶୀ କାଳି ହେଇଯିବ କି ଅସନା ମସନା ହେଇଯିବ, କି ଯଦି କୌଣସି ଅସୁବିଧା ହୁଏ, ତାକୁ ତୁଳାଟାକୁ ବାହାର କରିକି ଆଉ ତୁଳା ମଧ୍ୟ ସେଥିରେ ରଖିକି ପୁଣି ଟିକେ କାଳି ଦେଇପାରିବା। ଏବେ ଆମେ ଯିବା ନେକ୍ସଟ ଟିପ୍ରେ କ'ଣ ଅଛି ଦେଖିବା। ଅଦା ଆମେ ଯେତେବେଳେ ଆଣୁଛେ ଘରକୁ, ଯେତେବେଳେ ରୋଷେଇ କରୁଛେ, ଆମେ ତରତରରେ ଅଛେ, କେମିତି ଅଦାକୁ ଛଡ଼େଇବା। ଏମିତି ଆଗ ପାଣିରେ ଟିକେ ପକାଇ ଦେଇଥିବା, ତାପରେ ଧୋଇଦେବା ଭଲକିରି। ତାପରେ ଅତି ସହଜରେ ଅଦାକୁ କେମିତି ଛଡ଼େଇ ପାରିବା। ପନିକିରେ ଛଡ଼େଇଲେ ବେଶୀ ବେଶୀ ତାଞ୍ଚି ହେଇଯାଏ, କାଟି ହେଇଯାଏ। ତ ଏମିତି ଭାବରେ ଯଦି ଆପଣଙ୍କ ପାଖରେ ମେଡ଼ିସିନର ଠିପି ଥାଏ, ଏଇ ଠିପିରେ ବଢ଼ିଆ ଭାବରେ ଅଦାଟି ଛଡ଼େଇ ହେଇଯିବ। ଏଇଠି ଦେଖନ୍ତୁ ମୁଁ ଏଇ ଠିପିରେ କେମିତି ଛଡ଼ଉଛି, ସାଙ୍ଗେ ସାଙ୍ଗେ ବଢ଼ିଆ ଭାବରେ ଛଡ଼େଇ ହେଇଯାଉଛି। ପନିକି ଦରକାର ପଡ଼ିବନି। ଯଦି ବାହାରକୁ କୁଆଡ଼େ ଯାଇଛନ୍ତି, କିଛି ନଥିବ, ପନିକି ନଥିବ, କି ଛୁରୀ ଥିଲେ ବି ଛୁରୀରେ ବେଶୀ ଭଲ କି ହେବନି, ତା ଅଧା ଅଧା ତାଞ୍ଚି ହେଇଯିବ। ତ ଏଇ ଠିପିରେ ବଢ଼ିଆ ହେଉଛି, ପନିକିରେ ହେଉ କି ଛୁରୀରେ ହେଉ। ସେଥିରେ ଯଦି ଆପଣ ଆଳୁ ଫାଳୁ କାଟୁଥିବେ, ଇଆଡ଼େ ଆମକୁ ଅଦା ଛଡ଼େଇବାର ଅଛି, ତ ଏମିତି ଭାବରେ ସେଇ ଜାଗାରେ ଆମକୁ ବହୁତ ହେଲ୍ପ କରିବ ଏଇ ଠିପିଟି। ଅଦାର ଏଇ ଉପର ଅଂଶ ଗୁଡ଼ା ତ ଛାଡ଼ିଯିବ, ଯେଉଁ ତାର ପୁରା ସନ୍ଧି ଥିବ, ସେଥିରେ ପୁରା ମଳି ଲାଗିକି ରହିଥିବ, ତା ପନିକିରେ ଛଡ଼େଇ ହେବନି, ଠିପିରେ ଭଲ ଛଡ଼େଇ ହେଉଛି। ଆଉ ଏଠି ଦେଖନ୍ତୁ ସାଙ୍ଗେ ସାଙ୍ଗେ କେମିତି ଛାଡ଼ି ଯାଉଛି। ଆଉ ପ୍ଲାଷ୍ଟିକ୍ ଠିପିରେ ମଧ୍ୟ ଛାଡ଼ିବ, କିନ୍ତୁ ପ୍ଲାଷ୍ଟିକ୍ ଠିପିରେ ଏତେ ଭଲ ଛାଡ଼ୁନି। ସେଇ ଯେଉଁ ଆମର ଯେଉଁ ଟିଣ ଠିପିଟା ଥାଏ, ସେଇ ଟିଣ ଠିପିରେ ବଢ଼ିଆ ଛାଡ଼ୁଛି। ସବୁଦିନ ସେଇ କାମ କରିକି ଆମକୁ ବିରକ୍ତ ଲାଗେ। ଯଦି ସେଇ କାମକୁ ଆମେ ଅତି ଶୀଘ୍ର ଆଉ ସରଳରେ କରିପାରିବା, ସେଇ କାମ ଆମକୁ ଜମା ବି କଠିନ ଲାଗିବନି, ଅତି ସହଜ ଲାଗିବ। ଏଠି ଦେଖନ୍ତୁ ଅଦାକୁ ଛଡ଼େଇ ଦେଲି। ଏ ଅଦା ଚୋପା ପାଣିକୁ ଜମା ବି ଫୋପାଡ଼ିବେନି, ଗଛ ମୂଳେ ଦେଇଦେବେ। ତ ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ଏଠି ଏମିତି ଲାଲ କଲର କାହିଁକି ଜଳୁଛି ଗ୍ୟାସ୍ଟି? କାରଣ ସେଇ ଜାଲିଟା ଟିକେ ଫୁଟି ଯାଏ। ଯେତେବେଳେ ଫୁଟିଲା ଭଳିଆ ହେଇଯାଏ, ତ ଭାଙ୍ଗିଲା ଭଳିଆ ହେଇଯାଏ, ଗ୍ୟାସ୍ଟି ଲଗାଇଲା ବେଳେ ଏମିତି ଲାଲ କଲର ଜଳେ। ଏଇ ଜାଲି ଗୁଡ଼ାକ ଟିକେ ଫୁଟିଯାଏ, ମାନେ ଭାଙ୍ଗିଯାଏ। ତ ଆମେ କ'ଣ କରିବା, ସେଇ ଜାଗାରେ ଯେଉଁଠି ଭାଙ୍ଗି ଯାଇଥିବ, ଗୋଟେ ଜାଲିଟା ଯଦି ସେଇ ହୋଲ୍ଟା ଯଦି ଭାଙ୍ଗି ଯାଇଥିବ ଗୋଟେ ଜାଗାରେ, ସେଇ ଜାଗାରେ ଆମେ କ'ଣ କରିବା, ଏମିତି ଆମ ଘରେ ଯେଉଁ ଟିକିଲି ଥାଏ, ଏଠି ଟିକେ ଛୋଟ ଟିକିଲି ଅଛି, ଆଉ ଟିକେ ବଡ଼ ଟିକିଲି ହେଲେ ମଧ୍ୟ ଚଳିବ। ବଡ଼ ଟିକିଲି ନେଇକି ତାକୁ ଏମିତି କ'ଣ କରିବା, ଲଗାଇଦେବେ ତା ଭିତରେ, ସେ ଯେଉଁ ଜାଲି ବର୍ଣ୍ଣଲ ଭିତରେ ଏମିତି ଲଗାଇଦେବେ। ଯେଉଁ ପର୍ଯ୍ୟନ୍ତ ଆପଣଙ୍କର ସେଇ ଜାଲିଟା ହୋଲ୍ଟା ଭାଙ୍ଗି ଭୁଙ୍ଗି ଯାଇଥିବ, ସେଇ ପର୍ଯ୍ୟନ୍ତ ଏମିତି ଲଗାଇଦେଲେ, ଯେତେବେଳେ ଜାଳିବେ ପୁଣି ଗ୍ୟାସ୍କୁ ଲଗାଇବେ, ସେ ଆଉ ଏମିତି ଜଳିବନି, ଲାଲ କଲର ହେଇକି ଜଳିବନି। ଏଠି ଦେଖନ୍ତୁ କେମିତି ଲଗେଇଛି। ଆଉ ଏବେ ମୁଁ ଏ ବର୍ଣ୍ଣଲକୁ ପୁଣି ଲଗେଇକି ଦେଖାଉଛି।
ଯେତେବେଳେ ଜାଣିବା ଆମର ଏଇ ଅସୁବିଧା ହେଇଛି, ଆମେ କ'ଣ ସାଙ୍ଗେ ସାଙ୍ଗେ ଯାଇ ଗୋଟେ ବର୍ଣ୍ଣଲ କିଣିକି ଆଣିପାରିବା କି? ସମୟ ତ ନିଶ୍ଚୟ ଲାଗିବ ନା, ଆଣିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ତ ଆମେ କ'ଣ କରିବା, ସେଇ ଜାଗାରେ ଏମିତି ହିଁ କାମଟିକୁ ଚୁଟକିରେ ସଲ୍ଭ କରିପାରିବା। ତ ସେଇ ବର୍ଣ୍ଣଲରେ ଆମେ ଆଉ କିଛି ଦିନ ଗ୍ୟାସ୍କୁ ଜାଳିପାରିବା। ଏତେ ଶୀଘ୍ର କାହିଁକି ତାକୁ ଫୋପାଡ଼ିବା? ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ଏଇ ଶୀତ ଦିନେ ଆମ ଗୋଡ଼ ଶୁଖିଲା ଶୁଖିଲା ହେଇଯାଇଥାଏ, ଆଉ ଫାଟିଥାଏ, ଗୋଇଠି ଗୁଡ଼ାକ ମଧ୍ୟ ବହୁତ ଫାଟିଥାଏ। ଶୀତ ଗଲା ପରେ ପରେ ବି ଗୋଡ଼ ଫାଟ ଜମା ଯାଏନି, ବହୁତ ଦିନ ଯାକେ ରହିଥାଏ। ତ ଭଲ ଭାବରେ ପାଲିସ ହୁଏନି। ଏମିତି କରିବା, ଗରମ ପାଣିରେ ଆମେ ଧୋଇଦେବା। ରାତିରେ କ'ଣ କରିବା, ଆମେ ଏମିତି ଗରମ ପାଣିରେ ଭଲ ଭାବରେ ଧୋଇକି ସାବୁନ ଲଗେଇକି ଭଲ ଭାବରେ ସଫା କରିନେବା। ଗାଁ ମାନଙ୍କରେ ତ ଏଇ ପ୍ରୋବ୍ଲେମ୍ ବେଶୀ ହୁଏ। ତ ମାଟି ଫାଟିରେ ସେମାନେ ଯେଉଁ ଚାଲନ୍ତି, ତ ସେ ଗୋଇଠି ଗୋଡ଼ ଫୋଡ଼ ସବୁ ଏମିତି ବେଶୀ ଅସନା ହେଇଥାଏ। ତ ଆମେ ନିହାତି ରାତିରେ ଶୋଇଲା ବେଳେ ଏମିତି କରିବା, ଗରମ ପାଣିରେ ଧୋଇ ଦେଇ ସାବୁନ ଭଲ ଭାବରେ ମାରିଦେବା। ଏଇଠି ଆମେ ବଢ଼ିଆ ଉପାୟଟି କରିବା। ଦେଖନ୍ତୁ, ଏମିତି ଦୀପ ଆପଣଙ୍କ ପାଖରେ, ସମସ୍ତଙ୍କ ପାଖରେ ପୁରୁଣା ଦୀପ ଥିବ, ସେ ଦୀପକୁ ଭଲ ଭାବରେ ଧୋଇ ଆଣିବା। ଏମିତି ପଛପଟେ ଏମିତି ଆମେ ଘଷିବା ଗୋଡ଼ଟାକୁ। ଅଧିକା ଜାଗାରେ ଅଧିକା ଟାଇମ୍ରେ ତ ଏଇ ଦୀପକୁ ଫୋପାଡ଼ି ଦିଅନ୍ତି। ପୁରୁଣା ହେଇଗଲେ ଏଇ ଦୀପକୁ ଆଉ କ'ଣ କରିବେ, ଫୋପାଡ଼ି ଦେବେ। ହଁ, 2-4 ଥର ଜାଳିବେ, ତାପରେ ଫୋପାଡ଼ି ଦିଅନ୍ତି। ଆଉ ମନ୍ଦିର ମାନଙ୍କରେ ତ ସେମିତି ଯିଏ ଥରେ ଜାଳି ଦେଇକି ଆସିଲା, ସେ ଦୀପ ସବୁ ଫୋପଡ଼ା ହୁଏ। ସେଇ ଦୀପକୁ ଆପଣ ଆଣିକି ଏମିତି ଭାବରେ ଗୋଡ଼କୁ ଘଷିବେ। ଆଗେ ସବୁ କ'ଣ କରନ୍ତି, ପଥରରେ ଗୋଡ଼ ଘଷି ଦିଅନ୍ତି। ପଥରରେ ଗୋଡ଼ ଘଷି ଦେଲେ ପୁରା ଗୋଡ଼ ଯେତେ ଫାଟିଥିବ ପାଲିସ ହେଇଯାଏ, ବଢ଼ିଆ ନରମ ହେଇଯାଏ ଗୋଡ଼। ଏବେ ତ ଆଉ ସେମିତି ନାହିଁ, ପଥରରେ ଘଷିବାର ନାହିଁ, ନଦୀକି ଯିବାର ନାହିଁ। ତ ଏମିତି ଭାବରେ ଦୀପରେ ଗୋଡ଼କୁ ଆମେ ପାଲିସ କରିପାରିବା, ନରମ କରିପାରିବା। ଆଉ ଏଇ ଦୀପରେ ଯଦି ଆମେ ଗୋଡ଼କୁ ଘଷିବା, ତ ଗୋଡ଼ ଉପର ଗୁଡ଼ା ବି ଆମେ ଘଷିକି ପାଲିସ କରିପାରିବା। ଯେତେ ସବୁ ମଳି ଥିବ ବାହାରିଯିବ, ଯଦି ଟିକେ ଫାଟିଥିବ ସେ ମଧ୍ୟ ସମ୍ପୂର୍ଣ୍ଣ ପାଲିସ ହେଇଯିବ। ଘଷି ସାରିକି ଉଷୁମ ପାଣିରେ ଆମେ କ'ଣ କରିବା, ଗୋଡ଼କୁ ଧୋଇବା। ଆଉ ଗୋଡ଼କୁ ଧୋଇ ସାରିକି ମୁଁ ଦେଖାଉଛି, ଦେଖନ୍ତୁ କେତେ ଗୋଡ଼ଟା କେତେ ଅସନା ଦେଖାଯାଉଥିଲା, ଆଉ କେତେ ସଫା ଦେଖାହେଉଛି। ସବୁଦିନ ଏମିତି କରିବା ଦରକାର ନାହିଁ। 2 ଦିନ 4 ଦିନ କିମ୍ବା 8 ଦିନ ଥରେ ଲେଖା ନିଶ୍ଚୟ ଆପଣ ଯଦି ଏମିତି ଗୋଡ଼କୁ କରିବେ, ଗୋଡ଼ ଜମା ଫାଟିବନି। ଶୀତ ଦିନ ପରେ ପରେ ଗୋଡ଼ ପୁରା ପାଲିସ ହେଇଯିବ। ତାପରେ ଏମିତି ଆଣିକି ଗୋଡ଼ କପଡ଼ାରେ ଭଲ ଭାବରେ ପୋଛିଦେବା। ଗାଁ ମାନଙ୍କରେ ଗୋଡ଼କୁ ଏମିତି ପଥରରେ ଘଷି ଦିଅନ୍ତି, ହେଲେ ଟାଉନରେ ତ ଏମିତି ପଥରରେ ଗୋଡ଼ ଘଷନ୍ତିନି। ଟାଉନ ମାନଙ୍କରେ ତ ପାଖରେ ନିଶ୍ଚୟ ଦୀପ ଥିବ, ଦୀପରେ ଏମିତି କରିପାରିବେ। ତାପରେ ଏମିତି ଭେସଲିନ୍ ଆଣିକି ଗୋଡ଼ରେ ଲଗେଇଦେବା। ଭଲ ଭାବରେ କପଡ଼ାରେ ଆଗ ପୋଛିଦେବା, ତାପରେ ଭେସଲିନ୍ ଲଗେଇଦେବା। ଏମିତି 8 ଦିନ ଯଦି ଥରେ ଏମିତି କରିବେ, କି 4 ଦିନ ଥରେ ଯଦି ଏମିତି କରିବେ ଗୋଡ଼କୁ, ଗୋଡ଼ଟି ପୁରା ନରମ ରହିବ, ସଫା ରହିବ। ଆଉ ସଫା ରହିଲେ ଜମା ଫାଟିବନି। ଯେଉଁମାନଙ୍କର ଗୋଇଠି ବେଶୀ ଫାଟୁଥିବ, ଏଇ ଉପାୟଟି ବହୁତ ବଢ଼ିଆ ହେବ। ବିଶେଷ କରି ଗୋଇଠିରେ ମଳି ବେଶୀ ଲାଗିଥାଏ, ତ ଏ ଗୋଇଠି ସମ୍ପୂର୍ଣ୍ଣ ସଫା ହେଇଯିବ। ସାଙ୍ଗମାନେ, ଆଜିର ଟିପ୍ ଗୁଡ଼ାକ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ। ଆଉ ଚ୍ୟାନେଲରେ ଯଦି ନୂଆ ଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଯଦି ଆଗରୁ ଚ୍ୟାନେଲରେ ସବସ୍କ୍ରାଇବ୍ କରିଛନ୍ତି ତାହେଲେ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି। ଜୟ ଜଗନ୍ନାଥ।